ଯୁବ ସାମ୍ବାଦିକ ଦୀପକ ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ମାହାଙ୍ଗା ବ୍ଲକର ଯୁବ ସାମ୍ବାଦିକ ତଥା ସମ୍ବାଦର ସ୍ଥାନୀୟ ପ୍ରତିନିଧି ଦୀପକ କୁମାର ସାହୁଙ୍କ ଅକାଳ ବିୟୋଗ ମାହାଙ୍ଗା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଦୀର୍ଘ ବର୍ଷ ଧରି ସେ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ହଠାତ୍ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଟାଙ୍ଗୀସ୍ଥିତ ପଦ୍ମିନୀ କେଆଇଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା। ସ୍ୱର୍ଗତ ସାହୁଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକମାନଙ୍କୁ ନେଇ ବଣୁଆ ମହାପୁରୁଷଙ୍କ ପୀଠରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକ, ସମାଜସେବୀ ତଥା ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରଶ୍ମିରଞ୍ଜନ ମହାନ୍ତି, ବିଜୟ ଜେନା, ତାପସ ବିଶ୍ୱାଳ, ସତ୍ୟବ୍ରତ ବାରିକ, ଦୟାନିଧି ସାହୁ, ଶିବଚରଣ ଜେନା, କୃଷ୍ଣକାନ୍ତ ଷଡ଼ଙ୍ଗୀ, ରବିନାରାୟଣ ଦାସ, ଯୋଗେଶ୍ୱର ବିଶ୍ୱାଳ, ରମେଶ ଦାସ, ସୁରେଶ ବଳ, ପ୍ରଦୀପ୍ତ ମହାରଣା, ବିକାଶ ମହାନ୍ତି, ରାମକୃଷ୍ଣ ସାହୁ, ହରିହର ସାହୁ, ଉମାକାନ୍ତ ଜେନା, ପ୍ରଶାନ୍ତ ମିଶ୍ର, ମହେଶ୍ୱର ବେହେରା, ଦିବାକର ରାଉତ, ଅକ୍ଷୟ ରାଉଳ, ଶ୍ୟାମସୁନ୍ଦର ପଲେଇ, ଉତ୍ତମ ପ୍ରସାଦ ରାଉତ, ପ୍ରଭାତ ଜେନା, ତୁଷାରଜ୍ୟୋତି ନାୟକ, ପବିତ୍ର ଓଝା, ସଂଯୁକ୍ତା ସାହୁ, ରଞ୍ଜନ ବାରିକ, ଡଲି ବେହେରା, ହିମାଂଶୁ ପୃଷ୍ଟି, ସପ୍ତଜ୍ୟୋତି ରାଉଳ, ଦେବେନ୍ଦ୍ର ଷଡ଼ଙ୍ଗୀ, ହେମନ୍ତ ଦାସ, ଦାମୋଦର ପରିଡ଼ା, ପ୍ରଦୀପ୍ତ ବିଶ୍ୱାଳ, ଜଗନ୍ନାଥ ମଲ୍ଲିକ, ବିଜୟ କୁଅଁର, ଅଭିଷେକ ରାୟ, ଆଲୋକ ସେଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କଟକ ଜିଲ୍ଲା ସାଲେପୁର ବ୍ଲକରୁ ଶିଶୁକୃଷ୍ଣ ନନ୍ଦଙ୍କ ରିପୋର୍ଟ, ଆପଣଙ୍କ ଖବର। ମୁଁ ଅଖିଳେଶ ମହାନ୍ତି, ଜଣେ ସାମ୍ବାଦିକ। ଆମ ଅଞ୍ଚଳର ମାହାଙ୍ଗାର ସମ୍ବାଦର ବ୍ଲକ ପ୍ରତିନିଧି ଯୁବ ସାମ୍ବାଦିକ ଦୀପକ ସାହୁ ସି ଆମ ଗହଣରେ ନାହାନ୍ତି। ମାହାଙ୍ଗା ପ୍ରେସ୍ ଫୋରମ୍ ତରଫରୁ ଆଜି ସବୁ ସାମ୍ବାଦିକମାନେ ଏକାଠି ହୋଇ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ। ବାସ୍ତବରେ ଜଣେ ଯୁବ ସାମ୍ବାଦିକ ଭାବରେ ତାର ଉତ୍ତରଦାୟିତ୍ୱ ସେ ନିର୍ବାହ କରୁଥିଲେ। ଦୀପକ ସାହୁ ଜଣେ ନିର୍ଭୀକ ସ୍ପଷ୍ଟବାଦୀ ଯୁବକ ଥିଲେ। ତେଣୁ ସାମ୍ବାଦିକତା ଜୀବନରେ ସେ ଅନେକ ଭଲ କାମ କରିଛନ୍ତି। ସମାଜର ତଳସ୍ତରରେ ପଡ଼ି ରହିଥିବା ମେହନତୀ ମଣିଷମାନଙ୍କ ପାଇଁ ସେ କଲମ ଚାଳନା କରିଛନ୍ତି। ତେଣୁ ଅକାଳରେ ଯେତେବେଳେ ସେ ଚାଲି ଯାଇଛନ୍ତି, ସେ ଦୁଃଖ ଭଗବାନ ଆଉ କାହାକୁ ନ ଦିଅନ୍ତୁ। ଆମେ ସମସ୍ତେ ଦୁଃଖିତ, ବ୍ୟଥିତ। ତେଣୁ ଆମେ ସାରା ମାହାଙ୍ଗା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଖୁବ୍ କମ୍ ବୟସରୁ ତାଙ୍କୁ ଆମେ ହରାଇଛେ। ତେଣୁ ଆମେ ତାଙ୍କ ଭିତରେ ଯେଉଁ ଭଲ ଗୁଣ ଥିଲା, ସହନଶୀଳତା, ଦୟା, କ୍ଷମା, ସ୍ନେହ, ଶ୍ରଦ୍ଧା, ମନୋଭାବ, ଅନ୍ୟ ସାମ୍ବାଦିକ ମାନେ ମଧ୍ୟ ତାଙ୍କୁ ଅନୁସରଣ କରନ୍ତୁ। ତେଣୁ ଆମେ ତ ଦୀପକର ସ୍ଥାନ କେବେ ଶୂନ୍ୟସ୍ଥାନ ପୂରଣ ହେବ ନାହିଁ, କିନ୍ତୁ ଆମେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବା, ତାର ପରିବାରକୁ ପ୍ରଭୁ ଶକ୍ତି ଦିଅନ୍ତୁ, ଶାନ୍ତି ଦିଅନ୍ତୁ ଏବଂ ସହାୟ ହୁଅନ୍ତୁ ଏ ଦୁର୍ଦିନରେ। ତେଣୁ ସାମ୍ବାଦିକତା ଏକ ବୃତ୍ତି, ନିଷ୍ଠା ଏବଂ କାଉ ସାଲିସ ମାଲିସ ପାଲିସ ଏସବୁ କେବେ ହୁଏ ନାହିଁ। ତେଣୁ ସେହିଭଳି ଭାବରେ ଶପଥ ନେଇ ଆମେ ଯଦି ସମାଜର କଲ୍ୟାଣ ପାଇଁ କାମ କରିପାରିବା, ତାହା ହିଁ ହେବ ଦୀପକଙ୍କ ପ୍ରତି ଗୋଟେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। କୃଷ୍ଣକାନ୍ତ ଷଡ଼ଙ୍ଗୀ, ସଭାପତି ମାହାଙ୍ଗା ଯୁବ ଛାତ୍ର ସଂଗ୍ରାମ ପରିଷଦ। ଆଜି ଆମର ମାହାଙ୍ଗା ପ୍ରେସ୍ ଫୋରମ୍ ତରଫରୁ ଆମର ସମ୍ବାଦର ପ୍ରତିନିଧି, ମାହାଙ୍ଗା ପ୍ରତିନିଧି ସ୍ୱର୍ଗତ ଦୀପକ କୁମାର ସାହୁଙ୍କର ଯେଉଁ ଦେହାନ୍ତ ହୋଇଛି, ତାଙ୍କୁ ନେଇ ଗୋଟେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହୋଇଥିଲା। ଏବଂ ମୁଁ କହିବା ପାଇଁ ଚାହିଁବି, ସେ ତାଙ୍କ ଜୀବନକାଳ ମଧ୍ୟରେ ତାଙ୍କ ଲେଖନୀ ଚାଳନାରେ ସେ ସମାଜର ଯେଉଁ ଅନ୍ୟାୟ, ଅନୀତି, ଦୁର୍ନୀତି ବିରୁଦ୍ଧରେ ସବୁବେଳେ ସ୍ୱର ଉତ୍ତୋଳନ କରିଥିଲେ। ଆଜି ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ ଏଇ ଯେଉଁ ପରିସ୍ଥିତିରେ ଲଢ଼େଇ କରିବା ପାଇଁ ଏବଂ ସଂଘର୍ଷ କରିବା ପାଇଁ। ଆଜି ମାହାଙ୍ଗାର ସମସ୍ତ ସାମ୍ବାଦିକ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଦିବଙ୍ଗତ ସାମ୍ବାଦିକ ଦୀପକ ସାହୁ ଆଉ ତ ଆମ ଗହଣରେ ଉପସ୍ଥିତ ନାହାନ୍ତି। ତାଙ୍କ ପାଇଁ ଆଜି ସମସ୍ତେ କିଛି କିଛି ନିଜର ଅନୁଭୂତି ବାଣ୍ଟିଲେ ଏବଂ ସ୍ମୃତିଚାରଣ କଲେ। ଆଜିର ଏଇ ଦିନଟାକୁ ଆମେ ବହୁତ ଖୁବ୍ ମନେ ପକାଇବୁ। ଦୀପ ଭାଇ ଆମ ଗହଣରେ ତ ଉପସ୍ଥିତ ନାହିଁ, କିନ୍ତୁ ତାଙ୍କ ସାମ୍ବାଦିକତା, ତାଙ୍କ ନିରପେକ୍ଷ ସମ୍ବାଦ ଆଜି ସବୁବେଳେ ଆମ ସହିତ ସ୍ମରଣୀୟ ହୋଇକି ରହିବ। ଆଉ ଈଶ୍ୱର କରନ୍ତୁ ତାଙ୍କ ଆତ୍ମାର ସଦ୍ଗତି କାମନା ହେଉ ଏବଂ ତାଙ୍କ ପରିବାରବର୍ଗଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ସହାୟକ ହୁଅନ୍ତୁ। ଏତିକି କହିବି। ସେ ଯେଉଁଠି ଥାଆନ୍ତୁ ଭଲରେ ଥାଆନ୍ତୁ। ନମସ୍କାର। ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାइब କରନ୍ତୁ।